ସେଇଠି ବୋଧେ ପଣସ ଖାଇବାକୁ ଆସିଛି ନା କଣ ମ? ଷ୍ଟ୍ରକ୍ଚରଟା ପୁରା ହାତୀ ପୁରା ଡିଟୋ ଦେଖାଯାଉଛି ହାତୀ ଭଳିଆ। ତ ସେତେବେଳେ ଦେଖାଯାଉନଥିଲା, ଏବେ ପୁରା ଦେଖାଯାଉଛି। ମାନେ ନମସ୍କାର, ଆଉ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ ଆପଣମାନଙ୍କୁ ସ୍ୱାଗତ। ତ ଦେଖିପାରୁଥିବେ ଆମର ଚାରିଆଡ଼େ ପୁରା ଅନ୍ଧାର ହେଇକି ପୁରା ଘୋ ଘାରେ ମେଘ ବର୍ଷା ଆସିଲାଣି ହାରି। ତ ଏଇ ମେଘ ବର୍ଷାରେ ମୁଁ ଆପଣମାନଙ୍କୁ ଗୋଟେ ବ୍ଲଗ୍ରେ ସ୍ୱାଗତ କରୁଛି। ତ ଦେଖନ୍ତୁ କେଉଁ ଭଳିଆ କଳା ବୈଶାଖୀ ମେଘ ମାଡ଼ି ଆସିକି ଆମର କ'ଣ ସବୁ ଅବସ୍ଥା କଲାଣି, ସବୁବେଳେ ଏମିତି ଡରଉଛି। ତ ଏମିତି କିଛି ଆଜିର ବ୍ଲଗ୍ଟାର ଷ୍ଟାର୍ଟ ହେଉଛି ଏଇ କାଳବୈଶାଖୀରୁ। ତ ବର୍ଷାଟା ଏତେ ଜୋରରେ ହେଲାଣି ଯେ ପୁଣି ବି ଆଜି ଆମ ଦୁଆର ଫୁଲ୍। ସେଦିନ ତ ରଜରେ ଆପଣମାନେ ଦେଖିଥିଲେ ଏମିତି ଦୁଆର ପାଣି ଫୁଲ୍ ହେଇଥିଲା, ତା ଅବସ୍ଥା ଠିକ୍ ଠିକଣା ନାହିଁ। ଆଜି ପୁଣି ବର୍ଷା, ସବୁଦିନେ ଉପରବେଳା ସବୁ ମାନେ ବର୍ଷା ଷ୍ଟାର୍ଟ ହେଇଯାଉଛି। ଆଉ ପୁଣି ବର୍ଷାଟା ପୁଣି ଖାଲି ଆମ ଗାଁରେ ହେଉଛି, ଆଉ କୁଆଡ଼େ ହେଉନି। ତଳା ମାନେ ଧର ଚମ୍ପେଶ୍ୱର କି ଆମର ନରସିଂହପୁର ସେପଟ ଟାଉନ୍ ରହିଲା, ସିଆଡ଼େ ବର୍ଷା ନାହିଁ, କେବଳ ଆମ ଗାଁରେ ହିଁ ବର୍ଷା। ତ ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖାଉଛି ଆମ ଦୁଆର ଦେଖିପାରୁଛି ଭାଇ। ସବୁବେଳେ ଏଇ ବର୍ଷା ହିଁ ଦେଉଛି। ଆଜି ଆମେ ବିଲରେ ବିଲ ଯେଉଁ ଖତ ହକା ପକାନ୍ତି, ଆଜି ବିଲରେ ଖତ ପକେଇକି ଆସିଥିଲୁ। ମୋତେ ଲାଗୁଛି ଖତ ଫତ ଆଉ ତାର ଅବସ୍ଥା ନଥିବ, ସବୁ ପାଣି ଭସାଇ ଦେଇଥିବ। ପୁରା ସବୁଦିନେ ଏନି ଟାଇମ୍ ବର୍ଷା ହେଉଛି, କ'ଣ କରିବା। ଯେତେବେଳେ ବର୍ଷାର ଦରକାର ସେତେବେଳେ ବର୍ଷା ହେବନି, ଯେତେବେଳେ ନ ଦରକାର ହେବ ସେତେବେଳେ ସବୁ ଅଜାଡ଼ିକି ଦେଇଯିବ। ବେକାର ମାନେ ଘାଣ୍ଟୁଛି ଖାଲି ବର୍ଷା କରିକି, ଆଉ କିଛି ନୁହେଁ। ତ ସାଙ୍ଗମାନେ ବର୍ଷା ଛାଡ଼ିଯିବା ପରେ ପୁରା ଛାତ ଉପରକୁ ପଳେଇ ଆସିଛି। ପୁରା ମସ୍ତ ଭିଉ, ପୁରା ବୋବାଲ ଲାଗୁଛି ଛାତ ଉପର। ଆଉ ଏଡ଼େ ତାରି ବର୍ଷା ହେଇଛି, ଖରା ଦିନେ ଦେଖିପାରୁଥିବେ କୋଉ ଭଳିଆ ପାଣି, ପୁରା ପାଣି ପୁରା ଫୁଲ। ରାହୁଲ କ'ଣ ମାଛ ମାରୁଛୁ? ରାହୁଲ କେତେଟା ମାଛ ଧଇଲୁଣି? ରାହୁଲ କ'ଣ କରୁଛୁ? କେତେଟା ମାଛ? ତ ଦେଖିପାରୁଥିବେ କୋଉ ଭଳିଆ ବର୍ଷା ହେଇଛି। ତାହେଲେ ଭାବି ପାରୁଥିବେ କୋଉ ଭଳିଆ ଆମର ବର୍ଷା ହେଇଛି। ଏଡ଼େ ତାରି ବର୍ଷା ହେଇଛି, ପୁରା ଖରାଦିନେ ପୁରା ବିଲ ପୁରା ପୋଖରୀ। ବର୍ତ୍ତମାନ ମୁଁ ଟିକେ ଚାଲୁଛି ଦାଣ୍ଡ ଆଡ଼େ ଯିବା, ଦାଣ୍ଡ ଆଡ଼େ ସୁତି ହକା କ'ଣ କହୁଛନ୍ତି, ସୁତି ହକା ଭିଉ। ତ ଏଇଟା ବର୍ଷା ଗାଜିଛି। ତ ସାଙ୍ଗମାନେ ଫାଇନାଲି ଦାଣ୍ଡକୁ ଆସି ସାରିଛୁ। ତ ଆମର ଛାତ ଉପରେ ରାହୁଲ ହକା କଙ୍କଡ଼ା ଦେଖୁଥିଲେ, ଶ୍ରୀ ହକା କଙ୍କଡ଼ା। କୋଉଠି କଙ୍କଡ଼ା ଅଛି? କୋଉଠି କାଇଁ ଦେଖିବା ଅଛି? କାଇଁ ମ ନା କାଇଁ ସଢ଼େଇ ଭିତରେ, କୋଉ ସଢ଼େଇ ଭିତରେ ଯେ ମୁଁ ତାକୁ ଜୁମ୍ କରିବି? ତ କୋଉ ଭଳିଆ ବର୍ଷା ହେଇଛି ସୁତେ ଆଜି, କେମିତି ବର୍ଷା? ଏ କ'ଣ ସେ ହେଡ଼ ପଳେଇଲାଣି। ଏଇ ବିଲଟା ପୁରା ପୋଖରୀ ହେଇଯାଇଛି। ସାଲିନି ଯିବା ଗୋଟେ ଜାଗାକୁ ଏଇନୁକା, ଯୋଉ ଛତୁ ଦେଖିକି। ତ ଏଇଠି ଆମର ଏଇ କଥା କୁହାଯିବ, ଏମିତି କଥା କହିବ ମୁଣ୍ଡ ଖରାପ କରିଦବ। ଦୀପାଲି ଦେଖେଇଦେଲେ ତ ମୁହଁଟା ଟିକେ। ତ ଆମର ପୁରା ବର୍ଷା ପାଗ, ପୁରା ହେଇଟି ଶୁଭି, ହଁ ଶୁଭି, କେଡ଼େ ତାରି ବର୍ଷାଟା ଆସିଥିଲା। ତ ସାଙ୍ଗମାନେ ବର୍ତ୍ତମାନ ରାତି ହେଇଛି 4ଟା ବାଜିଲାଣି। ତ ଆମ ଘର ପାଖରେ ହାତୀ ମୁଁ ଆପଣମାନଙ୍କୁ ଦେଖାଉଛି। ତ ଆମ ଛାତ ସାଇଡ଼ରେ ହାତୀ ଆସିକି ମାନେ ଏମିତି ସବୁବେଳେ ଆସେ, କିନ୍ତୁ ଏଇ 10ଟା 11ଟା ବସେ ଆସେ, କିନ୍ତୁ ଆଜି ଏଇ 4ଟା ବସିକି ହାତୀ ଆସିଛି। ମୁଁ ଦେଖାଉଛି ଆପଣଙ୍କୁ, ସବୁବେଳେ ଗୋଟେ ହାତୀ। ତ ସାଙ୍ଗମାନେ ଦେଖିପାରୁଥିବେ ଯେଉଁଠିକି ଟର୍ଚ୍ଚ ମରା ହେଉଛି, ଦେଖିପାରୁଥିବେ 2-3 ଜାଗାରେ ଟର୍ଚ୍ଚ ମରା ହେଉଛି ଗୋଟେ ଜାଗାକୁ। ତ ସେଇ ଜାଗାରେ ହାତୀ ଅଛି। ତ ରାତି ହେଇଛି ବୋଲି ଏତେ କ୍ଲିଅର ଭାବରେ ଦେଖାଯାଉନି, କିନ୍ତୁ ସେଇଠି ହାତୀଟା ଛିଡ଼ା ହେଇଛି।
ଆଉ ସେପଟ ସାଇଡ଼ରେ ଯେଉଁ ଟର୍ଚ୍ଚ ମାରୁଛନ୍ତି ସେପଟ ସାଇଡ଼ରେ ପୁରା କ୍ଲିଅର ଭାବରେ ହାତୀଟା ଦେଖାଯାଉଛି। ତାଙ୍କର ପୁରା ପାଖରେ ଅଛନ୍ତି, ସେ ପୁରା ହାତୀ ପାଖରେ ଅଛନ୍ତି। ତ ସେଇଠୁ ପୁରା କ୍ଲିଅର ଦେଖାଯାଉଛି। ମୁଁ ଟିକେ ଯେହେତୁ ଦୂରରେ ଅଛି ଆମ ଛାତ ଉପରେ, ତ ସେଇଠୁ ଏତେ କ୍ଲିଅର ଦେଖା ଯାଉନି। କିନ୍ତୁ ଯେଉଁଠି ଟର୍ଚ୍ଚଟା ପଡ଼ୁଛି ସେଇଠି ଆପଣମାନେ ନିରୀକ୍ଷିକି ଦେଖନ୍ତୁ, ପୁରା ଦେଖିପାରିବେ ହାତୀଟାକୁ, ହାତୀର ଦେହଟା ପୁରା ଦେଖିପାରିବେ। କୋଳି ଖାଇବାକୁ ଆସିଥିବ, ସେଇଠି ତାଙ୍କ ପାଖକୁ ଯାଉଛି ଆଉ। ସେଇଠି ବୋଧେ ତାଙ୍କ ପଣସ ଖାଇବାକୁ ଆସିଛି ନା କଣ ମ? ଏ କରେଣ୍ଟ ଦେଇଦେଲେଣି, କରେଣ୍ଟ ଦେଇଦେଲେ ତଳକୁ ଟିକେ ଯଦି ଗଡ଼ନ୍ତା ହେଲେ ଆଉ ଟିକେ ସଫା ଦେଖାଯାନ୍ତା। ତ ଏବେ ଦେଖିପାରୁଥିବେ ପୁରା ହାତୀଟା, ପୁରା ତା ଷ୍ଟ୍ରକ୍ଚରଟା ପୁରା ହାତୀ ପୁରା ଡିଟୋ ଦେଖାଯାଉଛି, ହାତୀ ଭଳିଆ। ତ ସେତେବେଳେ ଦେଖାଯାଉନଥିଲା, ଏବେ ପୁରା ଦେଖାଯାଉଛି। ତ ଏଇଠୁ ସେ ଟୋଟାଲି କୁଆଡ଼େ ଯାଉନି ଆଉ, ସେମିତି ହିଁ ଘଣ୍ଟେ ହେଲା ଛିଡ଼ା ହେଇକି ଅଛି ଏହି ଜାଗାରେ। ଆପଣମାନେ ତ ଦେଖିଲେ କେମିତି ହାତୀ ଆସିକି ଏଠି ମାନେ ଛିଡ଼ା ହେଇଛି। ତ ସେଇଠୁ ସେ କୁଆଡ଼େ ଆଉ ଯାଉନି, ସେଇ ଜାଗାଟାରେ ହିଁ ଛିଡ଼ା ହେଇକି ଅଛି। ତ ଯଦି ଆଜିର ଏଇ ବ୍ଲଗ୍ଟି ଭଲ ଲାଗିଥିବ ତେବେ ନିହାତି ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବେ। ରହୁଛି, ଲଭ୍ ୟୁ ଅଲ୍, ଜୟ ଜଗନ୍ନାଥ।